ଗଜପତି ମହାରାଜ ହେଲା ଆମ ଜଗନ୍ନାଥର ଦ୍ୱିତୀୟ ଜଗନ୍ନାଥ, ଚାଲନ୍ତି ଜଗନ୍ନାଥ, ଚଳନ୍ତି ଜଗନ୍ନାଥ, ଲକ୍ଷେ ରାଜାର ମଉଡ଼ାମଣି। ସେ ଯେତେବେଳେ ରିକ୍ୱେଷ୍ଟ କଲେ ଇସ୍କନକୁ, ଇସ୍କନ ରିଫ୍ୟୁଜ୍ କରିଛି। ଆମେ ଛାଡ଼ିବୁନି, ଆମେ ପରମିଶନ ମାଗିଛୁ ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଇସ୍କନ ଅଫିସ ତାଲା ପକେଇବୁ, କିନ୍ତୁ ପୂଜାପୂଜି ହବ, ଠାକୁର ପୂଜାରେ ବାଧା ଦେବୁନି, ରଥ ଚଲେଇ ପାରିବେନି ଇସ୍କନ। ଯଦି ରଜାଙ୍କ କଥାକୁ ସେ ବେଖାତିର କଲେ, ଅସମ୍ମାନ କଲେ, ତାଙ୍କୁ ଆମେ ଓଡ଼ିଶା ମାଟିରେ ବୁଲେଇ ଦେବୁନି, ତାଲା ପକେଇବୁ। ଖାଲି ଯଦି ରାହୁଲ ଗାନ୍ଧୀ ଏବଂ ଖଗଡ଼େ ଭକ୍ତ ଦାସଙ୍କୁ ଆମେ ପରମିଶନ ମାଗି ଦେଇଛୁ, ଆମେ ଘେରାଉ କରିବୁ, ତାଲା ପକେଇବୁ। ସେ ଯଦି ପରମିଶନ ଦେଇଦେଲେ ତାହେଲେ ତାଲା 2-3 ଦିନ ଭିତରେ ପକେଇବୁ, ତାଙ୍କ ରଥ ଏଠି ଚଲେଇ ଦେବୁନି। ଅଦିନିଆ ରଥ ଚାଲିପାରିବନି। ଜଗତର ନାଥ ଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଲା ଗୁଣ୍ଡିଚା ଯାତ୍ରା, ଜଗନ୍ନାଥଙ୍କ ଯାତ୍ରା। ସାରା ବିଶ୍ୱରେ ରଥ ଚାଲିଛି। ମୁଁ କାଲିଫର୍ଣ୍ଣିଆରେ ଦେଖିକି ଆସିଛି, ଜର୍ମାନୀରେ ଦେଖିଛି, ନ୍ୟୁୟର୍କରେ ଦେଖିଛି, ଗୁଜରାଟରେ ଦେଖିଛି, ତାମିଲନାଡୁରେ ଦେଖିଛି, ମହାରାଷ୍ଟ୍ରରେ ଦେଖିଛି। ଚାରିଆଡ଼େ ରଥ ଚାଲିଛି ସାରା ବିଶ୍ୱରେ। ଗୁଣ୍ଡିଚାରେ ଅଭିନନ୍ଦନ। ଯେମିତି ଆମର ବାହୁଡ଼ା, ତାଙ୍କର ସେମିତି ବାହୁଡ଼ା। ଅଦିନିଆ ରଥ ଏଠି ଚାଲିବେ, ଆମେ କେବେ ଚଲେଇ ଦେବୁନି, କେବେ କରେଇ ଦେବୁନି, ତାଲା ପକେଇବୁ। ଆମେ ପରମିଶନ ମାଗିଛୁ ପରଦିନ ସୁଦ୍ଧା, କାରଣ ରଥ 16ରେ, ଯଦି ସେ 15 ତାରିଖ ସୁଦ୍ଧା ପରମିଶନ ଦିଅନ୍ତି, ଏଠି ଯେଉଁ ଇସ୍କନ ରଥ ତାଲା ପକେଇବୁ।